ପଣ୍ଡିତ ବର ସୁନ୍ଦର ଚଏସ୍ କରନ୍ତୁ ନାହିଁ। ସୁନ୍ଦରିଆ ପୁଅ ହେଇଗଲେ କନ୍ୟା ଜୀବନ ଦାମ୍ପତ୍ୟ ସୁଖମୟ ହେବନି ଆଜ୍ଞା। ସୁନ୍ଦର ଦିଦିନିକି ରହିବ କିନ୍ତୁ ଗୁଣଟା ସବୁଦିନ ରହେ। ଆମେ ମାନେ ଆଜି କିନ୍ତୁ ରୂପ ପଛରେ ପଡେଇଛେ, ଗୁଣକୁ ବର୍ଜନ କରିଛେ। ବିବାହ କରିବା ପାଇଁ ପ୍ରତ୍ୟେକ ସାଂସାରିକ ପିତା ମାତାଙ୍କ ପାଇଁ ସନ୍ଦେଶ ବାର୍ତ୍ତା ଆଜ୍ଞା ପାଲା ହଉଛି ସାମାଜିକ ଶିକ୍ଷା। ଯୋଉଠି ଝିଅଟି ଅଲକ୍ଷ୍ୟରେ ଆପଣ ଦେବେ, ପ୍ରଥମେ ଗୋଟେ ଜାମାତାର ଗୁଣକୁ ଆପଣ ପରିଲକ୍ଷିତ କରିବେ। କାହିଁକି ନା ରୂପଟା ବହୁତ ଦିନ ରହେନି, ଗୁଣ ରହେ। ସେଇଥିପାଇଁ ହେ ମୋର ପଣ୍ଡିତ ମଣ୍ଡଳୀ, ରୂପ ସିନା ଜୀବନର ବାହ୍ୟ ଆବରଣ, ଗୁଣ ଥିଲେ ରୂପର କି ଅଛି ପ୍ରୟୋଜନ? ତାହେଲେ ଆଜ୍ଞା ଗୋଟେ ପୁଅର କୋଉ ଗୁଣ ଥିଲେ ତାକୁ କନ୍ୟାଟା ଦେବା? ବପୁ କହିଲେ ଶରୀର ଟିକେ ଆଜ୍ଞା ବଳିଷ୍ଠ ଥିବ, ବିଦ୍ୟା କହିଲେ ଟିକେ ବିଦ୍ୟା ଅଧ୍ୟୟନ କରିଥିବ, ବପୁ ବିଦ୍ୟା ବୟସ ମିଶେଇ ନଥିବ, ଝିଅଠୁ 10 ବର୍ଷ ଅଧିକା ହେଲେ ଚଳିବ। ବପୁ ବିଦ୍ୟା ବୟ ରୂପ ଟିକେ ଥିବ, ଧନ ଟିକେ ଥିବ ଆଜ୍ଞା, ବିନୟ ଭାବନା ଥିବ, ଧୀର ସ୍ଥିର ଥିଲେ ଅଲକ୍ଷ୍ୟରେ ପଛେ ନିଜେ ଇଚ୍ଛା ମୁତାବକ ଝିଅକୁ ପଣ୍ଡିତ ସେଠି ଆଜ୍ଞା ଦେବେ ଆପଣ। କାହିଁକି ନା ଆଜ୍ଞା ଗୋଟିଏ ପୁଅର ଗୁଣକୁ ନେଇ ଝିଅ ସୁଖୀ ହୋଇନଥାଏ। ସରି, ଗୋଟେ ପୁଅର ରୂପକୁ ନେଇ ଗୋଟେ ଝିଅ ସୁଖୀ ହୋଇନଥାଏ। ଗୋଟେ ପୁଅର ଗୁଣ ଆଉ କର୍ମକୁ ନେଇ ପଣ୍ଡିତ ଝିଅଟା ସୁଖ ପାଇଥାଏ। ସେଇଥିପାଇଁ ରାଜା ନିଜର କନ୍ୟା ପାଇଁ ରୁକ୍ମିଣୀଙ୍କ ପାଇଁ ଉପଯୁକ୍ତ ଜାମାତା ନିଷ୍ପତ୍ତି ନେଲେ କାହାକୁ କରାଯିବ? ଜଗତରେ ସମସ୍ତଙ୍କର କଳଙ୍କକୁ ଆଜ୍ଞା ସମସ୍ତ ପୁରୋହିତ ପଣ୍ଡିତ ମାନେ ବ୍ୟକ୍ତ କଲେ। ସମସ୍ତଙ୍କର ଦୋଷ ପଣ୍ଡିତ ଅଛି ଜଗତରେ, କିଏ କହିବନି ମୁଁ ଗୋଟେ ନିଷ୍କଳଙ୍କ ମଣିଷ ବୋଲି? କିଏ ଆଜ୍ଞା ଦୋଷୀ ନୁହଁ ଜଗତରେ, କିଏ କଳଙ୍କ ହେଇନି, କିଏ ବା ଭୁଲ କରିନି? କିନ୍ତୁ ସମସ୍ତେ ଆମେ ଭୁଲ କରିଛେ ଯେ, କିନ୍ତୁ ଆଜ୍ଞା ସମସ୍ତଙ୍କର ଭୁଲ ଅଛି, ସମସ୍ତଙ୍କର ଗୁଣ ଗୁଡାକ ପ୍ରକାଶିତ ହେଲା। ଆଚ୍ଛା ମନ୍ତ୍ରୀ, ଯଦି ଆମେ ରୁକ୍ମିଣୀ କି ସ୍ୱର୍ଗର ରାଜା ଇନ୍ଦ୍ରକୁ ଦେବା କେମିତି ହବ? ମହାରାଜ, ଆପଣ କହିବା ପୂର୍ବରୁ ଆମ ଝିଅ ରୁକ୍ମିଣୀ ପାଇଁ ମୁଁ ଅନେକ ରାଜ୍ୟ, ଅନେକ ଦେଶ, ସବୁଆଡେ ଆଖି ବୁଲେଇ ଦେଲେଣି। ଆଚ୍ଛା ଦେବରାଜ ଇନ୍ଦ୍ରଙ୍କୁ ଦେଲେ କେମିତି ହବ? କଲେ ନା କରେ ଭୁଲ କଜା କରେ ନାଗେ ଦେଲେଣି ମନା, ନାଗେ ଦେଲେଣି ମନା, ବରତ ମାନ କୁବରତ ନାହିଁ ଯେ ସମାନ ନାହିଁ। ଆଜ୍ଞା ସ୍ୱର୍ଗର ରାଜା ହେଲେ ଇନ୍ଦ୍ର। ବସନ୍ତ ବାବୁ, ଆଜ୍ଞା ଦେବରାଜ ଇନ୍ଦ୍ରଙ୍କୁ ଦେଲେ କେମିତି ହବ? କ୍ୟାରେକ୍ଟରଲେସ୍। ଦେବରାଜ ଇନ୍ଦ୍ର ଚରିତ୍ରହୀନ। ଆଜ୍ଞା। ଆଚ୍ଛା ଚରିତ୍ରହୀନ କେମିତି ହେଲେ? କଲେ ତନୁରେ ସହସ ଲୋଚନ ଇନ୍ଦ୍ର ଆଜ୍ଞା ଗୁରୁ ପତ୍ନୀ ଅହଲ୍ୟାକୁ ହରଣ କଲେ କିଏ? ସେନା ଦେବରାଜ ଇନ୍ଦ୍ର। ସେଇଥିପାଇଁ ମାତୃବତ ପରଦାର ସୁପର ଦ୍ରବ୍ୟ ସୁଲଷ୍ଟ୍ରବତ ଆତ୍ମପତ ସର୍ବଭୂତେଷୁ ଜ ପଶ୍ୟତି ସପଣ୍ଡିତ। ବିଶେଷ ଘୋଷଣା ବିପିନ ମହାରଣା ଗାୟକ ମହାଶୟଙ୍କୁ 50 ଟଙ୍କା, ଆମ ବସନ୍ତ ଭାଇ କି 50 ଟଙ୍କା ପୁରସ୍କୃତ କରିଛନ୍ତି। ନାରାୟଣ ମଙ୍ଗଳ କରନ୍ତୁ, କଲ୍ୟାଣ କରନ୍ତୁ, ସର୍ବେ ବୋଲ ଆନନ୍ଦେ କବାର। ଯାହା ହଉ ଆମ ଗହଣକୁ ଜଣେ ବହି ଅଛି, ମହିଳା ଆସିକି ପହଞ୍ଚନ୍ତି। ଯାହା ହଉ ପବିତ୍ରମୟ ଅନୁଷ୍ଠାନ ଆଧ୍ୟାତ୍ମିକ ସଂଗଠିତରେ ତାଙ୍କର ଉପସ୍ଥିତି ଆମ ମାନଙ୍କୁ ବେଶ ଶୋଭାବର୍ଦ୍ଧନ କଲା। ହଉ ହଉ ପିଲାମାନେ, କବି ଲେଖିଲେ ତାହେଲେ ପଣ୍ଡିତ ମଣ୍ଡଳୀ ଯେ ପରର ସ୍ତ୍ରୀ କି ମା ପରି ଦେଖେ, ପର ଧନ ସମ୍ପତ୍ତି କି ଟେକା ପଥର ବୋଲି ଭାବେ, ବାସ୍ତବରେ ସେଇ ହଉଛି ଭାରତୀୟ ଆଜ୍ଞା। କିନ୍ତୁ ଦେଖନ୍ତୁ, ଆମେ ଇନ୍ଦ୍ରଙ୍କୁ ଦେଇଥାନ୍ତେ ଆମ କନ୍ୟାକୁ, ତନୁରେ ସହସ୍ର ଲୋଚନ ଇନ୍ଦ୍ର ଅହଲ୍ୟା ହରି, ଅହଲ୍ୟାକୁ ହରଣ କରିବା। ଗୁରୁ ଗୌତମ ନଥିଲେ ଆଶ୍ରମ ନଥିଲେ, ଇନ୍ଦ୍ର ସୂର୍ଯ୍ୟ 2 ଜଣ କଥାବାର୍ତ୍ତା ହେଇଗଲେ। ସେ ଇନ୍ଦ୍ର ଗୁରୁପତ୍ନୀ ଅହଲ୍ୟାକୁ ହରଣ କରିବାରେ ଆଚ୍ଛା ତାପରେ ଗୁରୁ ଅଭିଶାପ ଦେଲେ। ଇନ୍ଦ୍ର ଯୋଉ ଜନିର ତୁ ଲିପ୍ତ ହେଲୁ, ଯେଉଁ ଗୁରୁପତ୍ନୀକୁ ହରଣ କଲୁ, ମୁଁ ତତେ ଅଭିଶାପ ଦଉଛି, ତୋ ଦେହରେ ସହସ୍ର ଜନି ହେଇଯାଉ। ମାନେ ପଣ୍ଡିତ ଇନ୍ଦ୍ରଙ୍କୁ ମଧ୍ୟ ବିଧାତା କ୍ଷମା କରିନି ଆଜ୍ଞା। ନାଇଁ, ଅଚ୍ୟୁତାନନ୍ଦ ଲେଖିଲେ ହଜାରୁ କି ପର ସ୍ତ୍ରୀ ହରଣେ କି ଦୋଷ, ହରଣ କଲା ଶସ୍ତ୍ର ଜନି ସୁଖ
से भलिया व्यक्ति को भगवान गोटे बाणरे परा मारिदेले आज्ञा देवराज इंद्र अहल्या को हरण कले सहस्र हजार भवता को दिया गला तापरे हजार चक्षु होई गला परवर्ती मुहूर्त रे सेथि पई इंद्र को मध्य क्षमा करा गलानी पर स्त्री की जी हरण करिवो से अधपतन हबो तापरे पंडित आज्ञा देखंतु इंद्र पंडित हेले नाही रुक्मिणी को पई जते बेले इंद्र आज्ञा योग्य जमाता हेलेनी आज्ञा चंद्र को दिया जाऊ चंद्र हेले शीतल पुरुष अरे से के कहिला कि आज्ञा आज्ञा मु कहिला आज्ञा कहले चंद्रमा कुआबा बरंते से पखीर करंगी महाराज चंद्र को हम झियो दियंदे किंतु चंद्र वंश रे जन्म होई छथि रुक्मिणी पुणी चंद्र को दले गोटे वंश रे जन्म होइथिबा पुरुष नारी विवाह योग्य नुह किंतु सेते के नुह इंद्र को ठारु या चंद्र क्यारे क्लेश चंद्र केमिति चरित्र होइल कहिलो गुरु पत्नी तारा को हरण कला अच्छा गुरु पत्नी तारा को हरण कले ताकर पुओटे जन्म हला ता नाम बुद्ध ताहले चंद्र पडिते कलंकित सूर्य को तपन सूर्य रक्तकर तपन तापन सहिबे जे मानव निदानी सूर्यकर प्रचंड किरण को मा रुक्मिणी सही पारिबे नाही नाही ताहले शिव होछंदी आज्ञा मंगलमय तांकु देले केमिति हबो अरे की कहला कि आज्ञा मु कहिला पुरोहित कहिले शिव हां शिव को देले केमिति हबो हे भगवान काहे कि कहले शिवम को देले पार्वती श्राप फाड़ीबा भस्म विलोपने अंग ताहु जलिबा भस्म विलोपने अंग जे शिव को तमे निर्वाचित कलो शिव को दिया जीवा पई निष्पत्ति लिया गला तांको अर्धांगरे पार्वती हां मस्तकरे गंगा ओ शिवंकर तीटा पत्नी सेहिथि पई रुक्मिणी के शिवं को दिया जीवन आपण माने समस्त सुनंतु हां जोठै जोड़िया स्त्री दी सौतुणी हां होय आज्ञा हां सेठै त्रिबल रे झियो देले झियो संभाळिबो नाय सठी धई परिबन दन्नी दास मना कले कोन कहिलो तने कले जोड़ा भारी जान कर गोरी की जोड़ा भारी जान कर गोरी की गंगा कर बसारी की गंगा कर जन बसारी की जमीन बसारी की जमीन बसारी की आज्ञा पतुरी सुनाती दंडी की ए पतुरी सुनाती दंडी की हो सिमिली तुलाटी मांडी की सिमिली तुलाटी मांडी की रांदी माई पीर जमी जसी दिल नीति दाईती बफंडी की गोचानी था होरे वरिष्ठ पालिया बोली मु तते प्रश्न दउछि तू भाषा टिके संशोधन करी गाउनु रे भूल हबनी कोन गाइलु बुझाइलु मु कहली जोड़ा भारी जान कर करी की सेटा ठीक होला टंका करज न देबो साली की सेटा यथार्थ होला जमी न देबो तळी की जमी तळी की देले को हबो तळी की देले से खंडक तळी सब बळ टान देबा धान हबनी अच्छा तापरे पतुरी सुनांटी दंडी की हां सिमिली तुलाटी मांडी की हां रांधी माई पीर जमी चासी थिले अच्छा नीति धाई थबो नयागड फांडी की गोज आनी थबो गा अंडरे हरसई देइचे बस बस दरकार नाही रे प्रश्न देले मनिष मुंडरे चढियबो बसिलु बोला इंद्र बे साठ जिन मरि नउडुमती पांडवे जार जाता रुद्र प्रेतास्ति धारे त्रिभुवन विजयी वाक्य तो कोन जाबे यस्य पुत्र वशिष्ठ कृमि रुधिर जन्म सर्वभक्ष हुतास यास कैवर्त सुत सलवण जलधि पांडवे जार जाता आज्ञा दोष कहार नाई कहले इंद्रंकर मेषान्न चिन्ह अछि आज्ञा पांडव हेले जारज संतान रुधिर हेले जम जम वेश्यापुत्र वशिष्ठ वशिष्ठ आज्ञा व्यास हेले कैवर्त सुत सुत समुद्र सात सागर हेले ता पानी हेला लुणिया लुणिया समस्तंकर दोष हेले मध्य जनक दिया जीव रुक्मिणी की जनक किए से देखि कोन तू हेले पंडित पांडव ए आपणकर पंडित आज्ञा जहा को लेखिले माधव आज्ञा गोपजाता माधव पंडित आज्ञा जे गोपपुर रे जात हेले परम ब्रह्म कृष्ण को आज्ञा देवा पई निष्पत्ति लिया गला समस्तंकर दोष हेले मध्य कृष्ण हेले निष्कलंक पुरुष कहिले पुरोहित रुक्मिणी की दिया जीव कृष्ण को जदुमणि साहित्य गोटे चोखी ठीक आज्ञा पुराण काली असर पिले माने आज्ञा आज्ञा बोला कंस बाबा वंश नेत्र
ହେତି ଆଉ ପ୍ରହେତି ବଂଶନାତ୍ର କଂସର ବଂଶକୁ ଯିଏ ବୁଡ଼ାଇଲେ ସିଏ ହେଲେ କୃଷ୍ଣ। କୃଷ୍ଣ ରଞ୍ଜନ ଅଞ୍ଜନ ଚିତ୍ର ଚିତ୍ର ଆଜ୍ଞା ଯିଏ ହେତି ଆଉ ପ୍ରେହତିଙ୍କର ରଞ୍ଜନ କହିଲେ ଆଖିର କଳାକୁ ଯିଏ ଧୋଇଲେ ଧୋଇଲେ ସିଏ ହେଲେ ପଣ୍ଡିତ ଭଗବାନ କୃଷ୍ଣ। ଭଞ୍ଜନ ହୋଇଲା ଯାହା ଜ୍ୟୋତ୍ସ୍ନା ସ୍ପର୍ଶେ ଯାହାଙ୍କ ସ୍ପର୍ଶରେ କଂସର ବଂଶ ଆଜ୍ଞା ବୁଡ଼ିଗଲା। ଏମନ୍ତ ମହେନ୍ଦ୍ର ନୀଳ ନୀଳ ମଣିଆଣି କର ମେଳ এই অলৌকিক মণি এই মূল্যবান মণি অছন্তি দ্বারকাপুর মঞ্জু মঞ্জুষে মঞ্জুছে দ্বারকাপুর মঞ্জু মঞ্জুষা ভিতরে পড়িতে মূল্যবান মণি আছে তাকু আনন্দু প্রমাণ প্রমাণ বচন বক্তা হইଥିଲେ দিহে কলে রচন। এ প্রমাণ প্রমাণ গহଳି କରିବା ଦରକାର ନାହିଁ ତମ ପରିଚୟ ଆଗେ ଦିଅ ତମେ କିଏ ବାବା ଇଏ ହେଲା ଆଜ୍ଞା ବିଦର୍ଭ ରାଜ୍ୟର ରାଜା ଭୀଷ୍ମଙ୍କର ବରିଷ୍ଠ ପୁତ୍ର ୟାଙ୍କ ନାଁ ହେଲା ରୁକ୍ମଣ। ବାବା ଯେତେବେଳେ ତାଙ୍କର କନ୍ୟା ରୁକ୍ମଣୀଙ୍କ ପାଇଁ ଭଗବାନ କୃଷ୍ଣଙ୍କୁ ନିଷ୍ପତ୍ତି ନିଆଗଲା ଯିଏ ତାଙ୍କର ଜାମାତା ହେବେ ଯୋଗେଶ୍ୱର ଦ୍ୱାରିକାର ସମ୍ରାଟ କୃଷ୍ଣ ଏହି ସମୟରେ ଆଜ୍ଞା ସମସ୍ତେ ତାଳି ମାରି ସଭାସଦ ସ୍ୱୀକୃତି ଦେଲା ବେଳେ ଏତିକି ବେଳେ ପଣ୍ଡିତ ରୁକ୍ମଣ ଉଦ୍ଧତ ହୋଇ କଥାକୁ ପ୍ରତ୍ୟାଖ୍ୟାନ କଲା। କଣ କହୁଛୁ କହିଲୁ ମୋ ଅନେକ ସମୟ ଧରି ମୋ ଭଉଣୀ ରୁକ୍ମଣୀ ପାଇଁ ଆଚ୍ଛା ଗୋଟାଏ ବରପାତ୍ର ଖୋଜା ଚାଲିଥିଲା। ଗୋଟେ ବର ପାଇଁ ନିଷ୍ପତ୍ତି ସରିଗଲା ବର୍ତ୍ତମାନ ଭଗବାନ ଶୁଣିବାକୁ ପାଇଲି ପ୍ରମାଣ ହଁ ପ୍ରମାଣ ସରିଗଲା କୃଷ୍ଣ ହିନ୍ଦୁ ବାବୁ ହଁ ମୋ ଭଉଣୀ ରୁକ୍ମଣୀ ପାଇଁ ଉପଯୁକ୍ତ କ୍ୟାଣ୍ଡିଡେଟ୍ କିଏ? ଭଗବାନ କୃଷ୍ଣଙ୍କୁ ଦିଆଯିବ। ଆରେ କୃଷ୍ଣକୁ ଦିଆଗଲା ରୁକ୍ମିଣୀଙ୍କ ସହିତ ସଭାରେ ସମସ୍ତେ ସ୍ୱାଗତ କଲେ ତାଳି ମାରିଲେ ପରା। ହେଲେ ବାବା କଣ କହିବୁ କହିଲୁ ମୁଁ ଏଇ କେଇଟା ଦିନ ଭିତରେ ଦେଖୁଛି ତୁମର ମସ୍ତିଷ୍କ ବିକୃତି ଘଟିଗଲାଣି। ମୋର ମସ୍ତିଷ୍କ ଠିକ ଅଛି ତୁ କଣ କହୁଛୁ କହ। ମୋ ଭଉଣୀ ରୁକ୍ମଣୀ ମୋ ଭଉଣୀ ରୁକ୍ମଣୀ ପାଇଁ ହଁ ସେ ନନ୍ଦ ଗୌଡ଼ ପୁଅ କୃଷ୍ଣ ବରପାତ୍ର ଓଡିଆ ଓଡିଆ କହିପାରୁନୁ। ଆଚ୍ଛା ନିଷ୍ପତ୍ତି ତ ନିଆଗଲା କୃଷ୍ଣକୁ ଦିଆଯିବ ଏଭଳି ପୁଣି ଜାମାତାକୁ ତତେ କାହିଁ ଅସ୍ୱୀକାର ଲାଗୁଛି ରେ କହିଲୁ ତା ଗୁଣ ତତେ କୋଉଟା ଖରାପ ଲାଗୁଛି? ଶୁଣ ବାବା ହଁ ଗୋଟେ ଝିଅ ବିବାହ କରିବାକୁ ହେଲେ ହଁ ସେ ଝିଅଟା ଯାହା ଚାହୁଁଥିବ ହଁ ତା ବାପା ସେଇଆ ଚାହିଁବନି। ହଁ ମାତା ଇচ্ছে ଧନ କନ୍ୟା ଖୋଜା ରୂପ ବର ଯୌବନ ମାତା ଯେ ଖୋଜନ୍ତି ଧନ ଖୋଜା ରୂପ ଚିନ୍ତା କରିବ ଝିଅଟି ମୁଁ ଯାହାକୁ ବିବାହ କରିବି ଆଚ୍ଛା ଟିକେ ହାଇଟ୍ ଥବ ହିପି କଟ୍ କରିଥବ ଫିଟ୍ ଫାଟ୍ ଥବ ଆମ ଗାଁକୁ ଆଇଲା ସେ ଖାଲି ସିଗାରେଟ ଟାଣୁଥବ। ଶୁଣେ ଗୋଟେ ଝିଅ ଆଜ୍ଞା ଚାହିଁବ ମୁଁ ଯାହାକୁ ବିବାହ କରିବି ସେ ଟିକେ ସୁନ୍ଦର ଥିବ। ମାତା ଖୋଜା ଧନ ମା ଚାହେଁ ଜଗନ୍ନାଥ ତ କଳା ଓ ଜ୍ୱାଇଁ କଳା ପଛେଉ ମୋ ଝିଅ ପିଠିକି ମୁଠେ ଖାଏ ପେଟକୁ ପେଟକୁ ଓ ଜ୍ୱାଇଁ ଘର ଟିକେ ଧନ ସମ୍ପତ୍ତି ଥାଉ। ବାପା ସେଇଆ ଚାହିଁବନି। ବାପା କଣ ଚାହିଁବେ? ବାପା ଚାହୁଁଥିବେ ପଢାରେ ପଣ୍ଡିତ ବାପାଙ୍କର ଏଠି ମନ ବାପା ଚାହିଁବେ ମୋ ଜ୍ୱାଇଁ 5-25 ରେ ବସୁଥିବ ବିଦ୍ୟା ଟିକେ ପଢିଥିବେ ଜ୍ଞାନୀ ଟିକେ ହୋଇଥିବେ ସମସ୍ତେ ତାଙ୍କୁ ପସନ୍ଦ କରୁଥିବେ। ଆଚ୍ଛା ବାପା ଚାହିଁବେ ଧନ କିନ୍ତୁ କୁଳ ମାନେ ଯେତେ ଭାଇ ବତିସିଆ ତାଙ୍କର ଭାଇଆଳି ସେମାନେ ଚାହିଁବେ ଭଲ ଜାତି ଗୋତ୍ର ଥାଉ ଠିକ ଜାଗାରେ ନେଇକି ଆମ ବାପା କୁଳ ଗୌରବ ଉଣା ନହିଥିବ ମନା ସନ୍ତି ବାନ୍ଧୁ ଅନ୍ୟମାନେ ଚାହାନ୍ତି ଭଲ ଖାଦ୍ୟ ଆମକୁ ମିଳୁ ତାହେଲେ କୃଷ୍ଣଙ୍କ ପାଖରେ କୋଉ ଗୁଣଟା ନାହିଁ ଯେ କନ୍ୟାକୁ ଦେବା ପାଇଁ ମନା କରୁଛୁ? ତତ୍କାଳର ଘଣ୍ଟା କବି ଯଦୁମଣି ମହାପାତ୍ର ଆମ ଏଇ ଇଟାମାଟି କଣ କହିଲେ କହୁଛି ରୁକ୍ମଣ କଣ କହିଲା କହିଲେ ଯୋଉ କୃଷ୍ଣ ପାଇଁ ନନ୍ଦ ଗୌଡ଼ ପୁଅ କୃଷ୍ଣ ପାଇଁ ମୋ ଭଉଣୀ ଠିକ କରିଛ ହବନି। ହବନି କାହିଁକି? ଛାନ୍ଦୁଟା ଗାଉଛି ଗାଉନୁ କହିଲା ଦଳି ତାଙ୍ଗନ ପ୍ରକାର ପ୍ରତି କରୁଛି ଗୋକୁଳ କୁଳ
କଣ କଳା ସାନ୍ଦ୍ର କଳା ମାନେ କୃଷ୍ଣ ଦେଖିବାକୁ କାଳିଆଟା ଭଗବାନଙ୍କର ବର୍ଣ୍ଣ ହଉଛି କଳା ତାପରେ ପ୍ରତୀକ ରୁଚି ତାର ଗୋକୁଳ କୁଳ ଅବତାର ଆଉ ଧରାରୁ ବଡଲୋକିଆ ପିଲା ହେଇଥିଲେ ଗୋଟେ ଖଡ୍ଗ ଧରିଥାନ୍ତା ଭଗବାନଙ୍କ ହାତରେ ଶୋଭା ପାଉଛି ବଂଶୀ ସେତିକି ନୁହଁ ଆଉ ଶିରମଣି କାକି ପୁଛ ଋତମଣି କୁଞ୍ଜ ପୁଛ ତନୁଭୂଷଣ ଶିରମଣି କାକି ପୁଛ ମସ୍ତକରେ ଭଗବାନ ମୟୂର ଚନ୍ଦ୍ରିକା ପରିଧାନ କରିଛନ୍ତି ମାନେ ବଡଲୋକିଆ ପିଲା ହେଇଥିଲେ ଗୋଟେ ରାଜମୁକୁଟ ପିନ୍ଧିଥାନ୍ତା ଗୋଟେ ମୟୂର ଚନ୍ଦ୍ରିକାଟେ ଘଷିଛି ଆଚ୍ଛା ତାପରେ ଋତମଣି ଗୁଞ୍ଜ ଗୁଚ୍ଛ ବଡଲୋକିଆ ପିଲା ହେଇଥିଲେ ମୋଟା ଚେନ୍ ପକେଇଥାନ୍ତା କାଇ ଚମଳ ପକେଇଛନ୍ତି ଗଳାରେ ସେତିକି ନୁହଁ ଆଉ ବ୍ରଜ ଜବା ଧରି ଲମ୍ପଟ ଷଣ୍ଢା ପଶା ହତ୍ୟା ଭାର ବୁହା ଶକଟ ଆଜ୍ଞା ଷଣ୍ଢାସୁରକୁ ମାରିଲେ ଅଗାସୁରକୁ ମାରିଲେ ବଙ୍କାସୁରକୁ ମାରିଲେ ମହାପ୍ରଭୁ ଏମାନଙ୍କୁ ମାରି ମୁଣ୍ଡ ମୁଣ୍ଡ ବୋଝ ବୋଝ କୁଡ କୁଡ ପାପକୁ ମୁଣ୍ଡେଇକି ଧରିଥିବାରୁ କୃଷ୍ଣକୁ ତାଙ୍କର ଭଉଣୀକି ଦେବେ ନାହିଁ ବୋଲି ରୁକ୍ମଣ ମନା କଲେ ଆମ ନୟାଗଡ଼ ଜିଲ୍ଲାରେ ଯେତିକି ପଣ୍ଡିତ ଘରେ ଘରେ ସମସ୍ତେ ପାଣ୍ଡିତ୍ୟପଣ ଏ ତାହେଲେ ଶୁଣନ୍ତୁ ବାବା ହଁ କହୁନ ବାଦବାଲା କଥା ହଁ ବହି ନାଁ କହିବିନି କି କବିଙ୍କ ନାଁ କହିବିନି ଆଚ୍ଛା ପ୍ରତ୍ୟେକ ଗାୟକ ଆଜ୍ଞା କହନ୍ତି ହଁ। ଷଣ୍ଢ ମାରିଛି ସାପଟା ମାରିଛି ଧେନୁକା ମାରିଛି ଅଧା ମାରିଛି ତୃଣା ମାରିଛି ଆଚ୍ଛା। କିନ୍ତୁ ପଦ ନେଇ ଜାଣିତା ହେ କତଟା ଗାଉନ କହିଲେ ପୁତ ନାମା ମାରିଛି ଧେନୁକା ମାରିଛି ଅଧା ମାରିଛି ତୃଣା ମାରିଛି ଆଚ୍ଛା। नो फिटेस्ट कैंडल मर्डर के शासन ତାହେଲେ ପଣ୍ଡିତ ମଣ୍ଡଳୀ ଆସନ୍ତୁ ଆଜ୍ଞା ଦିଆଯିବନି କୃଷ୍ଣକୁ ବୋଲି ରୁକ୍ମଣ ସିଧା ମନା କଲା କହିଲା ବାପା ମୋର ଏଡେ ସୁନ୍ଦର ଭଉଣୀ ଇଏ କୃଷ୍ଣ ଗୋଟେ ସମସ୍ତ ପାପୀ ମାନଙ୍କୁ ବିନାଶ କରି ସବୁ ବିନାଶିତ କରି ତା ମୁଣ୍ଡରେ କୁଡ କୁଡ ପାପ ବୋଝ ବୋଝ ମୁଣ୍ଡେଇକି ବସି ତାକୁ ମୋ ଭଉଣୀକି ଦେବା ନାଇଁ 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 ଯଦି କୃଷ୍ଣକୁ ଦିଆଯିବନି କାହାକୁ ଦିଆଯିବ ତ ଭଉଣୀ କହ ତାହେଲେ ବାବା ହଁ ପିତୃଅନ୍ତେ ବଡ ପୁଅ ହଉଛି ଘର ମୁରବି ବଡ ପୁଅ ହଉଛି ଘରର ଶ୍ରେଷ୍ଠ ବାପାନ୍ତେ ତେମେ ବୃଦ୍ଧ ହେଇଗଲଣି ତମର ମସ୍ତିଷ୍କ ଆଉ ବିକୃତି ଘଟିଲାଣି ତାହେଲେ ଝିଅକୁ କାହାକୁ ତାହେଲେ ମୋ ଭଉଣୀ ରୁକ୍ମିଣୀ ପାଇଁ ହଁ। ମୁଁ ତା ବଡ ଭାଇ ହିସାବରେ କହୁଛି ହଁ। ସେଇ ଉତ୍କଳର ଘଣ୍ଟ କବି ଯଦୁମଣି ମହାପାତ୍ର ଆଚ୍ଛା କାହାକୁ ଦବା କହିଲା ବଇଲା ଚାଦି ନଗର ଚାଦି 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 ବାବାରେ ରଡ ରାଜ୍ୟ ହଉଛି ଚେତି ତମକୁ ମର ବଇଲା ଚାଦି ନଗର ଆରେ ବୀର ନିକେତନ ବୀର ଜପାଲା ରଡ ନହେଲେ କଣ ହବ ହେ ରାଜ୍ୟ ହଉଛି ଆଜ୍ଞା ଚେତି ହଁ। ରାଜା ହେଲେ ଦମ ଘୋଷ ହଁ। ତାଙ୍କ ପୁତ୍ର ହେଲା ଶିଶୁବର କହିଲା ଅର୍ଥ ଧାନେ କାମ ଧେନୁ ସାବଧାନ ସହିତନ ସାବଧାନ ସହିତନ ଆଦି ବିନୋଦ ଧନି କୁଳରା ମିନ କେତନ ଆରେ ଓସି ଯେ କସି ଧରାଇ ଓସି ଯେ କସି ଧରାଇ ଓସି ଯେ କସି ଧରାଇ ଓସି ଯେ କସି ଧରାଇ ଭାଇ ଭାଇ ଏ ଗୋଟା ଭୋଟ ଦବରେ ସିଏ ଗୋଟା ଘଟ ଦେବି ହେ ହେ କହିଲେ ଓସି ଯେ କସି ଧରାଇ ଓସି ଯେ କସି ଧରାଇ ଆରେ ମୃତ୍ୟୁ ଦେବ ତାହେଲେ ରୁକ୍ମଣ ଆଜ୍ଞା ମନା କଲା ଇଏ ଶିଶୁ ମାନଙ୍କୁ ପଛେ ମୋ ଭଉଣୀ କି ରୁକ୍ମଣୀ କି ଦେବି କିନ୍ତୁ କୃଷ୍ଣକୁ ନୁହଁ କୃଷ୍ଣକୁ ନିନ୍ଦା କଲା ଅପମାନ କଲା କୃଷ୍ଣଙ୍କର ଗୁଣ କୀର୍ତ୍ତି କଳଙ୍କ ବୋଲି ବିଶେଷ ଘୋଷଣା ଲକ୍ଷ୍ମୀଧର ପ୍ରଧାନ ଗୋପାଳପୁର ଗାୟକ ମହାସଂଘ 50 ଟଙ୍କା ପୁରସ୍କୃତ କରିଛନ୍ତି ଆଉ ଘୁଡ଼ିକିରେ ଯେଉଁ 2 ଜଣ ଯାକ ନାଚୁଥିଲେ 50 ଟଙ୍କା ପୁରସ୍କୃତ କରିଛନ୍ତି ହଉ ବିଲବାନ ନାରାୟଣ ପରାକ୍ଷର ନାରାୟଣ ପରାମୁଦେବା ନାରାୟଣ ପରାଙ୍ଗତି ନାରାୟଣ ପରାମୁକ୍ତି ଦେଇଥିବା ଦାତାଙ୍କୁ ନାରାୟଣ ମଙ୍ଗଳ କରନ୍ତୁ କଲ୍ୟାଣ କରନ୍ତୁ ଲକ୍ଷ୍ମୀ ନାରାୟଣ ସହାୟ ହୁଅନ୍ତୁ ସର୍ବେ ବୋଲ ଆନନ୍ଦ କବାର ହରି ବୋଲ।
କହିଲ ତାହେଲେ ଆସନ୍ତୁ ଆଜ୍ଞା ଭଗବାନଙ୍କୁ ନିନ୍ଦା କଲା ଏଠି ଆଜ୍ଞା ରୁକ୍ମଣ ରୁକ୍ମିଣୀକି ଶିଶୁ ବାଳକୁ ବିବାହ କରିବା ପାଇଁ ନିଷ୍ପତ୍ତି ନା ରାଜା ମନେ ମନେ ଚିନ୍ତା କଲେ ଉଦ୍ଧତ ପୁଅକୁ ମୁଁ ପାରିପାରିବି ନାହିଁ ନାଇଁ 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 ଯଦି ଉଦ୍ଧତ ପୁଅ ପାଖରେ ମୁଁ ଏଠି ଯୁକ୍ତି କରିବି ତାହେଲେ ମୋ ସମ୍ମାନ ଯିବ କାହିଁକି ନା ଆଜ୍ଞା ଅବିବେକୀ ସିନା କରିବ ଯୁକ୍ତି ଅଭିଶାପରୁ କେ ପାଇନି ମୁକ୍ତି ଆଜ୍ଞା ଅବିବେକୀ ଲୋକମାନେ ସିନା ଯୁକ୍ତି କରିବେ ତାହେଲେ ଯୋଉମାନଙ୍କର ଜ୍ଞାନ ଥିବ ସେ କଣ ଯୁକ୍ତି କରିବେ ନାଇଁ ନାଇଁ ଠାକୁର ଅଭିରାମ ପରମହଂସ ଆଜ୍ଞା କହିଲେ ବୋଲା ଭାବ ବିନୋଦିଆ ଠାକୁର ଭଗତ ସମ୍ପତ୍ତି ବୋଲା ମାୟାରୁ କେ ବର୍ତ୍ତିବ ଜଣେ ଦିଶୁନାହାନ୍ତି କଲେ କେବେ କାଳିଆ ଶୁଣାନି কলি কজিয়া কলে কালিয়া মিলিবে নাহি হিংসা কলে হরি মিলিবে নাহি ନାଇଁ ନାଇଁ সেইপাই কেবে হেলে পড়িতে ঝগড়া ঝটিরে মন পুরান্তু নাহি ନାଇଁ ନାଇଁ কেবে হেলে গড়গড়ে মন পড়িতে নিমগ্ন করন্তু নাহি ধান জিয়ে কলি করিব ঘর হউ গাঁ হউ পড়িতে সাই হউ জীবନରେ কলি কলে তাকু জগন্নাথর কালিয়া শুনা মিলিবে নি হে